ଚାଷୀଙ୍କ ପାଇଁ ଆସିଲା ଖୁସି ଖବର। ସରକାର ବୃଦ୍ଧି କଲେ ବୋନସ୍ ଟଙ୍କା। ପ୍ରତି କ୍ୱିଣ୍ଟାଲରେ ମିଳିବ ଏତିକି ଟଙ୍କା ବୋନସ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଗହମ ସଂଗ୍ରହ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଭୋପାଳ ସମେତ 4ଟି ଡିଭିଜନରେ ଏପ୍ରିଲ 1ରେ ଗହମ ସଂଗ୍ରହ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଅବଶିଷ୍ଟ ଡିଭିଜନରେ ଏପ୍ରିଲ 7ରେ କ୍ରୟ ଆରମ୍ଭ ହେବ। ସରକାର ଏହି ବିକାଶର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଏହା ଉଲ୍ଲେଖନୀୟ ଯେ ରାଜ୍ୟରେ କ୍ରୟ ମୂଳତଃ ମାର୍ଚ୍ଚ 16 ଏବଂ ମାର୍ଚ୍ଚ 23ରେ ଆରମ୍ଭ ହେବାର ଥିଲା, କିନ୍ତୁ ସରକାର ପରବର୍ତ୍ତୀ ସମୟରେ ଏହି ତାରିଖଗୁଡ଼ିକୁ ଯଥାକ୍ରମେ ଏପ୍ରିଲ 1 ଏବଂ ଏପ୍ରିଲ 7କୁ ବୃଦ୍ଧି କରିଛନ୍ତି। ଏବେ ଆପଣଙ୍କୁ କହି ରଖୁଛୁ ଯେ ସର୍ବନିମ୍ନ ସହାୟକ ମୂଲ୍ୟରେ ଗହମ ସଂଗ୍ରହ ଇନ୍ଦୋର, ଉଜ୍ଜୟିନୀ, ଭୋପାଳ ଏବଂ ନର୍ମଦାପୁରମ୍ ଡିଭିଜନରେ ଏପ୍ରିଲ 1ରୁ ଏବଂ ଅବଶିଷ୍ଟ ଡିଭିଜନଗୁଡ଼ିକରେ ଏପ୍ରିଲ 7ରୁ କରାଯିବ। ସରକାରୀ କାର୍ଯ୍ୟ ଦିବସରେ ଗହମ ସଂଗ୍ରହ କାର୍ଯ୍ୟ ସକାଳ 8ଟାରୁ ରାତି 8ଟା ପର୍ଯ୍ୟନ୍ତ କରାଯିବ। ଅଧିକାରୀମାନେ ଆହୁରି ସୂଚନା ଦେଇଛନ୍ତି ଯେ ସରକାର ଗହମ କ୍ରୟ ଉପରେ 40 ଟଙ୍କା ଅତିରିକ୍ତ ବୋନସ୍ ପ୍ରଦାନ କରିବାକୁ ନିଶ୍ଚିତ ନେଇଛନ୍ତି। ଫଳସ୍ୱରୂପ ରାଜ୍ୟରେ ଗହମ କ୍ରୟ ଏବେ ପ୍ରତି କ୍ୱିଣ୍ଟାଲ 2625 ଟଙ୍କା ହାରରେ କରାଯିବ। ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ କହିଛନ୍ତି ଯେ 2026 ଆଉ 27 ରବି ଋତୁରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଗହମ କ୍ରୟ ପାଇଁ ମୋଟ 19,04,451 ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ 1,54,400 ଚାଷୀ ଏହି ପ୍ରକ୍ରିୟା ପାଇଁ ପଞ୍ଜୀକରଣ କରିଥିଲେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।